কালিমেলা যাবি কিন্তু এটি ব্রিজ বুড়ি যাইছি বলে এটি রহি যাইছি রাত্রিରୁ 3-4 ফুট হব পটରୁ ପୋଲ ଉପରେ ପାଣି ପ୍ରଭାବିତ ହେଉଛି। ଉଭୟ କଡ଼ରେ ଲୋକ ଅଟିକି ରହିଛନ୍ତି। କହିବାକୁ ଗଲେ 48 ଘଣ୍ଟା ହେବ ଉର୍ଦ୍ଧ୍ୱ ହେବ ଲଘୁଚାପ ଜନିତ ବର୍ଷା ହେଉଥିବା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜମି ଜମି କହିବା କିମ୍ବା ରାସ୍ତାଘାଟ କହିବା ସବୁଠି ବନ୍ୟା ପାଣି ପ୍ରଭାବିତ ହେଉଛି। କେବଳ ପଟରୁ ପୋଲ ଉପରେ ପାଣି ଯାଉନି। ବର୍ତ୍ତମାନ ମାଲକାନଗିରି ପଛୁଆ ଅଞ୍ଚଳ ପଟେରୁ MB90 MB96 ଓ କାଙ୍ଗୁରୁକୋଣ୍ଡା ପୋଲ ଉପରେ ପ୍ରଭାବିତ ହେଉଛି, ଯାହାଫଳରେ ଲୋକ ଅସ୍ତବ୍ୟସ୍ତ ହୋଇସାରିଲେଣି। ବର୍ତ୍ତମାନ ଆମ ସହିତ କିଛି ଲୋକ ଅଛନ୍ତି, ପଚାରି ବୁଝିବା। ରାତି 3ଟାରୁ ଏଠି ଗାଡ଼ି ଅଟକେଇଛି। ଗାଡ଼ି ଧରି ରାତି 3ଟାରେ ଏଠି କୁଆଡ଼େ ଯିବାକୁ ଚାହୁଁଛନ୍ତି କି? ନାଇଁ ଆଗରେ ସେ ଗାଡ଼ିବାଲା ମାନଙ୍କୁ ଆନାଉନ୍ସମେଣ୍ଟ କରାହେଇଛି, ଯେହେତୁ ସେପଟେ ସକାଳେ 3ଟାରୁ ନା 2ଟାରୁ ସେପଟେ ଫ୍ଲଡ଼ ମାନେ ଉପରଠୁ ଯାଉଥିଲା ବ୍ରିଜ୍ ଉପରଠୁ, ସେପଟେ କୁହାହେଇଛି। ତା ପରିବର୍ତ୍ତେ ବି କେତେଟା ଗାଡ଼ି ଏଠି ଅଛି, ସେମାନଙ୍କ ପାଇଁ ବନ୍ଦ ବ୍ୟବସ୍ଥା କରାହେବ। ରାତି 3ଟାରୁ ବ୍ରିଜ୍ ବୁଡ଼ିକିନା ଇଏ ହେଇଛି, ଗାଡ଼ି ଗୁଡ଼ା ସବୁ ରାସ୍ତାରେ ଇଏ ହେଉଛି। ଆଉ ସରକାରକୁ ଏତିକି କହୁଛି, ପାଣିରେ ମାନେ ବ୍ରିଜ୍ ତ ବୁଡ଼ି ଯାଇଛି। ଆଉ ସରକାରକୁ ଏତିକି କହୁଛି ଯେ ଲାଇନ୍ଟା ଯେମିତି ନ କାଟ ହୁଏ। ଲାଇନ୍ ଯଦି କଟିଂ ହେବ ବୋଲେ ବହୁତ ପରିଶାନୀ ହେଇଯାଉଛି। ଲାଇନ୍ଟା ଯେମିତି ନ କଟାଏ ସେ କଥା ସେତିକି ଏକା ଅନୁରୋଧ ଆମର। ଆମେ ମୋଟର ଯିବାର ଥିଲା, ଗାଡ଼ିବାଲା ଲୋକ ରାତିରେ ରହିଯାଇଛୁ, ହଇରାଣ ରହିଯାଉଛୁ। ରାତିରେ ଫୁଲ ହେଇଗଲା ବ୍ରିଜରେ ପାଣି। ଆଉ ସେଇଟା ବେଶୀ ଧୀରେ ଧୀରେ ବେଶୀ ହେଇଯାଉଛି, ଉପରକୁ ଆଗ ଆସୁଛି ପାଣିଟା। ପଇସା ରାତିରେ 9ଟା ବେଳେ ରହିଯାଇଛି ବେଶୀ। ଆହୁରି ବର୍ଷା ତ ବେଶୀ ହତେ ଆସୁଛି, କମୁ ନାହିଁ ଆହୁରି। ସେଇଟା ରାତିରେ ରହିଯାଇଛୁ ଆମେ। ବର୍ଷା ଦିନ ଆସିଲେ ଆଜ୍ଞା ଏଇଟା ସବୁ ବର୍ଷ ଏମିତି ଫ୍ଲଡ଼ ମାନେ ବନ୍ୟା ହେଉଛି। ତ ଏମିତି ବର୍ଷକୁ ମିନିମମ୍ ଗୋଟେ 4-5 ଥର ଏମିତି ସବୁ ବର୍ଷକୁ ଏମିତି ହେଉଛି। ତ ଏଟାକୁ ଆମେ ସରକାରକୁ ଅନୁରୋଧ କରିବା ଦରକାର କରୁଛୁ, ଯେହେତୁ ଗୋଟେ 3-4 ବର୍ଷ ହେଲାଣି ବ୍ରିଜ୍ ନୂଆରେ କରିଛନ୍ତି, ସେଇଟା ବହୁତ ସ୍ଲୋଲି କରୁଛନ୍ତି। ସେଇଟା ଆମର ଅନୁରୋଧ ରହିବ, ଗ୍ରାମବାସୀଙ୍କ ଅନୁରୋଧ ଯେ ସେ ବ୍ରିଜଟା ଯଥାଶୀଘ୍ର କଲେ ଲୋକଙ୍କର ଯାତାୟାତ ପାଇଁ ସୁବିଧା ହେବ, ଆଉ ଏହିପରି ଅସୁବିଧା ହେବ ନାହିଁ ବୋଲି ମୁଁ ଆଶା କରୁଛି। ଏଇଟା କାଙ୍ଗୁରକୋଣ୍ଡାଠୁ ଆରମ୍ଭ କରିକି MB72 ଆଉ କନ୍ୟାଶ୍ରାମ ଆଉ MB90 ନମ୍ବର, ଏହିପରି ମୋଟୁଠୁ ଆରମ୍ଭ କଲେ କାଲିମେଳା ପର୍ଯ୍ୟନ୍ତ କେତେ ଗୁଡ଼ାଏ ସ୍ଲୋ ଅଛି, ମାନେ ଡାଉନ୍ ଅଛି ବ୍ରିଜ୍, ସବୁ ବୁଡ଼ି ଯାଉଛି। ସେଇ କରିକି ଆମେ ସରକାରକୁ ତ ଅନୁରୋଧ କରୁଛୁ, ବାରମ୍ବାର ଏମିତି ଅବହେଳା କରୁଛନ୍ତି।